ଟିକେ ଠିଆ କରିକି ସମ୍ମାନ ଦେବା ପାଇଁ ମୁଁ ବି ଇଚ୍ଛା କରୁଛି। କେହି ନୁହନ୍ତି ଏହି ଜୁମ୍ର ସେବା କାର୍ଯ୍ୟରେ ବିଶିଷ୍ଟ ରୋଲରେ ଯେଉଁମାନେ ରହିଅଛନ୍ତି, ଡି.କେ. ନାୟକ ସାର୍, ଚିରନ୍ତନ ଏବଂ ଅଜିତ ଭାଇ, ସେମାନେ ଠିଆ ହେବେ। ଆମେ ଉଚ୍ଚ କରରେ ସେମାନଙ୍କୁ ଆମେ ସ୍ୱାଗତ କରୁ। ಅವರ ಕರುತಾಳಿ ଆମେ ସ୍ୱାଗତ କରୁଥିବା ସେମାନଙ୍କର ଅବଦାନ ଛୋଟ ନୁହେଁ। ଯଦି ଆଜି ଆମେ ଦିନ ବଞ୍ଚିବା ଜିନିଷ ରହିଅଛୁ, ସେମାନେ ଅବଲମ୍ବ, ସେମାନଙ୍କର ଚେଷ୍ଟା ରହିଅଛି, ସେମାନଙ୍କର ପ୍ରାର୍ଥନା ରହିଅଛି। ଅନେକ ଲୋକମାନଙ୍କ ପାଖରେ ସେମାନେ ଫୋନ କରିକି ଯୋଗାଯୋଗ କରି ଏହି ସଭାକୁ ସେମାନେ ଆଜି ଉପସ୍ଥିତ ହେବା ପାଇଁ ଆମମାନଙ୍କୁ ଏହି ସୁଯୋଗ ଦେବାରେ ଅଂଶୀ ଅଛନ୍ତି। ପ୍ରଭୁ ସେମାନଙ୍କ ପାଇଁ ଗୌରବ ଏବଂ ପ୍ରଶଂସା ପାଆନ୍ତୁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ବର୍ତ୍ତମାନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଆଉ ଯେତେବେଳେ ଏହି ଗୁରୁତ୍ୱପୂର୍ଣ୍ଣ ସମୟକୁ ଯାଉ, ସେତେବେଳେ ଘଣ୍ଟା ଦେଖିବାକୁ ମଧ୍ୟ ଆମକୁ ଟିକେ ଅଭ୍ୟାସ ଲାଗେ। ସମୟଟି ବେଶୀ ହେଲା ପରି ଲାଗେ ଏବଂ ଆମମାନଙ୍କୁ ଆଉ ଅନ୍ୟାନ୍ୟ ବିଷୟ ଲାଗେ। ଆପଣମାନେ ଜାଣନ୍ତି, ଆମମାନେ ଶୀଘ୍ର ଶୀଘ୍ର ଯିବା ପାଇଁ ମୁଁ ଚେଷ୍ଟା କରିବି ଏବଂ ଆମମାନଙ୍କର ଆଗକୁ ମଧ୍ୟ କାର୍ଯ୍ୟକ୍ରମ ରହିଅଛି। ହାଲେଲୁୟା। ଏହି ବାକ୍ୟରେ ଯେଉଁ ବିଷୟଟି ଆମେ ପାଠ କରିଅଛୁ, ଏହା ହେଉଛି ଆଜି ଯାହାକି ପ୍ରସଙ୍ଗ ଭାବରେ ନିଆଯାଇଛି, ଆଗମନ ନିମନ୍ତେ ପ୍ରସ୍ତୁତି ସଭା। Why we prepare? କାହିଁକି ଆମ୍ଭେମାନେ ପ୍ରସ୍ତୁତ ହେବା ଦରକାର ଅଛି? କାହିଁକି ମଣ୍ଡଳୀ ପ୍ରସ୍ତୁତ ହେବାର ଆବଶ୍ୟକ ରହିଅଛି? କାହିଁକି ଜଣେ ବିଶ୍ୱାସୀ ପ୍ରସ୍ତୁତ ହେବାର ଆବଶ୍ୟକ ରହିଅଛି? ଅନେକ ରିଜନ ଗୁଡ଼ିକ ରହିଅଛି, ଅନେକ ବିଷୟ ଗୁଡ଼ିକ ରହିଅଛି। ପ୍ରସ୍ତୁତି ଗୋଟିଏ ଏହିପରି ଏକ ବିଷୟ, ଯଦି ଜୀବନରେ ପ୍ରସ୍ତୁତିର ବିଷୟ ଏକ ବ୍ୟକ୍ତିଙ୍କ ଜୀବନରେ ନାହିଁ, ପ୍ରସ୍ତୁତି ବିଷୟ ଯଦି ଜଣେ ବ୍ୟକ୍ତି ଶିଖି ନାହାନ୍ତି, ଜୀବନର ଅନେକ ବିଷୟ ମିସିଂ ହେଇଯାଇଥାଏ। ଛୋଟ ପ୍ରସ୍ତୁତି ବି ହେଇଥାଏ। ଛୋଟ ପ୍ରସ୍ତୁତିରେ ଆମେ ଗୋଟେ ବସକୁ ମିସ୍ କରିଥାଉ। ଛୋଟ ପ୍ରସ୍ତୁତି ଅବହେଳା କରିବା ଦ୍ୱାରା ଆମେ ବହୁତ ବଡ଼ ବହୁମୂଲ୍ୟ ଦେଇଥିବା ଟିକଟରେ ବୁକିଂ ହେଇଥିବା ଫ୍ଲାଇଟକୁ ବି ଆମେ ମିସ୍ କରିଥାଉ। ଛୋଟ ଅବହେଳା, ପ୍ରସ୍ତୁତିର ଅବହେଳା ଅନେକ ବିଷୟ ମିସ୍ କରିବା ପାଇଁ ଦେଇଥାଏ। ଏବଂ ଏହି ପ୍ରସ୍ତୁତି ଗୋଟେ ଏହି ପ୍ରକାର ବିଷୟ, ପ୍ରସ୍ତୁତି ଯାହାକି ଉତ୍ତମ ଏବଂ ଲକ୍ଷ୍ୟ ସ୍ଥଳକୁ ପହଞ୍ଚିବା ପାଇଁ ଆମ୍ଭମାନଙ୍କୁ ସୁଯୋଗ ଦେଇଥାଏ। ଲକ୍ଷ୍ୟ ସ୍ଥଳକୁ, ବିଶ୍ୱାସୀଙ୍କର ଲକ୍ଷ୍ୟ ସ୍ଥଳ କେତେ ଦୂର ହେଉନା କାହିଁକି, କେତେ ମାଇଲ ହେଉନା କାହିଁକି, ଯଦି ପ୍ରସ୍ତୁତ ଅଛି, ଦୂର କେତେ ହେଉନା କାହିଁକି, ସେଇ ଜାଗାରେ ପହଞ୍ଚିବା ପାଇଁ ପ୍ରଭୁ ସାହାଯ୍ୟ କରିବେ। ଯଦି ପ୍ରସ୍ତୁତ ନଥାଏ, ତେବେ ପ୍ରସ୍ତୁତ ହେବା ପୂର୍ବରୁ ସବୁ କିଛି ସରି ଯାଇଥାଏ। ଆମର ପ୍ରିୟମାନେ, ପ୍ରସ୍ତୁତି କଣ ଆମେ ଭଲ ଭାବରେ ଜାଣୁ। ଅନେକ ଲୋକଙ୍କର ଅନେକ କାହାଣୀ ଗୁଡ଼ିକ ରହିଥାଏ ଅପ୍ରସ୍ତୁତିର ଅବସ୍ଥାରେ। ଅପ୍ରସ୍ତୁତ ଅବସ୍ଥା କଣ ହେଇଥାଏ ଆମେ ସମସ୍ତଙ୍କୁ ଜଣା। ତେବେ ପ୍ରସ୍ତୁତି ଅବସ୍ଥା କଣ ହେଇଥାଏ ତାହା ମଧ୍ୟ ଆମେ ଜାଣୁ। ପ୍ରଭୁ ଆମମାନଙ୍କର ଜୀବନରେ, ପ୍ରଭୁ ତାହାଙ୍କର ଲୋକମାନଙ୍କ ମଧ୍ୟରେ, ପ୍ରଭୁ ମଣ୍ଡଳୀକୁ ଅପ୍ରସ୍ତୁତ ଅବସ୍ଥାକୁ ଦେଖା କରିବା ପାଇଁ ଚାହାନ୍ତି। ଯେତେବେଳେ ସେ ଗୌରବର ସହିତ ଆସିବେ, ଗୌରବର ସହିତ ଆଗମନ କରିବେ, ସେହି ଗୌରବର ସହିତ ଆଗମନ ବେଳେ ଅପ୍ରସ୍ତୁତ ଭାବରେ ରହିଥିବାର ବିଷୟକୁ ସେ କେବେ ବି ଟଲରେଟ୍ କରିବେ ନାହିଁ। ସେ କେବେ ବି ଚାହାନ୍ତି ନାହିଁ। ଖ୍ରୀଷ୍ଟିଆନ ଲାଇଫ ଏକ ଅପେକ୍ଷାର ଜୀବନ, ପ୍ରସ୍ତୁତିର ଜୀବନ ଅଟେ। ତେବେ ଆମେ କୌଣସି ଏକ ଜାଗା
ट्रेन रो टाइम रे निजु पार्टी करके हमें प्रस्तुत हेबा करिता तेबे आज जो प्रस्तुति रो विषय का हम आलोचना करबा को जो प्रस्तुत विषय आमे काहिकी प्रस्तुत हेबा दरकार एवं सेही प्रस्तुत आमे कोन वस्त्र पिंधिबा प्रस्तुत ना सेही प्रस्तुत आमाने धाइबार अछि कि ना सेही प्रस्तुत एथि पाई प्रस्तुत होते एही वाक्य 11 अध्याय गोटे कफरनाहम उपरे जहा कि এই জায়গায় প্রকাশ করা যাচ্ছে কফরনাহুমে যে জায়গায় যিশু অনেক আশ্চর্য কর্ম করিয়েছেন বহু বড় বড় আশ্চর্য কর্মমান যিশু কফরনাহুমে করিয়েছেন সেই কফরনাহুম যিশুଙ୍କର ଅନ୍ୟ ଲୋକ ଠାରୁ ଅଧିକ ପରିମାଣରେ କଫରନାହୁମ যিশুଙ୍କର ଆଶ୍ଚର୍ଯ୍ୟ କର୍ମ ସାକ୍ଷୀ ଥିଲେ ସେମାନେ ତେବେ ସେମାନଙ୍କର ଜୀବନରେ ଏପରି ଆଶ୍ଚର୍ଯ୍ୟ କର୍ମକୁ ଦେଖିଲେ ହିଁ ଜାଣିଲେ ହିଁ ସେମାନଙ୍କ ପାଖରେ କିଛି ବିଷୟର ଗୋଟେ ପ୍ରସ୍ତୁତି ସେମାନଙ୍କ ହୃଦୟରେ ନଥିଲା ପ୍ରସ୍ତୁତିର ମନ ସେମାନଙ୍କ ହୃଦୟରେ ନଥିଲା ସେମାନେ ଯାହାଙ୍କ ନିମନ୍ତେ ନିଜକୁ ପ୍ରସ୍ତୁତ ହେବା ଦରକାର ନିଜ ଗାଁର ଲୋକ ବୋଲି ଭାବିଲେ ଯୀଶୁକୁ ଏମିତି ଭାବିଲେ ଏ ଜଣେ ସେହି ଯୋସେଫଙ୍କର ସେହି ବଢେଇର ପୁଅ ନୁହେଁ କି ଏ ସେହି ମରିୟମଙ୍କର ପୁଅ ନୁହେଁ କି ଏପରି ସେମାନେ ନିଜ ଭାଷାରେ ତାହାକୁ ବୁଝିବାକୁ ଲାଗିଲେ ଜଣେ ଈଶ୍ୱରଙ୍କୁ ନିଜ ଭାଷାରେ ଭାବିବାକୁ ଲାଗିଲେ ନିଜ ଭାଷାରେ ବୁଝିବାକୁ ଲାଗିଲେ ବୁଝିବା ଶକ୍ତିକୁ ସେମାନେ କେବେ ବି ଏନଲାର୍ଜ କରିନଥିଲେ ଏବଂ କେଉଁ ବିଷୟ ଦେଖାଯିବା କଥା ତାହା ସେମାନେ ଦେଖିପାରିନଥିଲେ they had no discerning spiritual discerning ଆତ୍ମିକ ଭାବରେ ବୁଝିପାରିବାର ସାମର୍ଥ୍ୟ ସେମାନଙ୍କ ପାଖରେ ନଥିଲା ସେମାନେ ଜଣେ ଯୋସେଫଙ୍କର ଜଣେ ବଢେଇଙ୍କର ପୁତ୍ର ଭାବରେ ଯୀଶୁକୁ ଏହି ପରିଚୟରେ ଯୀଶୁ ଚାହାନ୍ତି ସେ କିଏ ଅଟନ୍ତି ମୁଁ କିଏ ବୋଲି ଲୋକମାନେ କଣ କହନ୍ତି ବୋଲି ପଚାରିଥାନ୍ତି ହାଲେଲୁୟା କିଏ ତ ଭାବବାଦୀ କିଏ ତ ଜହନ ଅନେକ କିଛି ଏମିତି କହୁଛନ୍ତି ବୋଲି ଯୀଶୁଙ୍କୁ ଶିଷ୍ୟମାନେ କହିଲେ ଯୀଶୁ ସେଇ ଶିଷ୍ୟମାନଙ୍କୁ ବି ସେମାନଙ୍କ ଠାରୁ ବି ଜାଣିବା ପାଇଁ ଚାହିଁଲେ ମୁଁ କିଏ ବୋଲି ତୁମେ କଣ କହୁଅଛ ହାଲେଲୁୟା ସେମାନେ ତ କହୁଅଛନ୍ତି କିଏ କଣ ବୋଲି କି ତୁମେ କଣ ବୋଲି କି ମୋତେ ଜାଣ what I am what you think that what I am ଭିତର ସେଦିନ ପ୍ରକାଶ କରିଥିଲେ ଆପଣ ଈଶ୍ୱର ଜୀବନ୍ତ ଈଶ୍ୱରଙ୍କର ପୁତ୍ର ଖ୍ରୀଷ୍ଟ ହାଲେଲୁୟା ଜୀବନ୍ତ ଈଶ୍ୱରଙ୍କର ପୁତ୍ର ଖ୍ରୀଷ୍ଟ ଏହା ହେଉଛି ଏକ discerning ମାନେ spiritual discerning ଏକ ବୁଝି ପାରିବାର ଏକ ଦୃଷ୍ଟି ଦେଖି ପାରିବା ମାନେ ବୁଝି ପାରିବାର ଏକ ଜ୍ଞାନ ତା ପିତରଙ୍କ ପାଖରେ ଥିଲା ଯୀଶୁ ତାହାଙ୍କର ଏହି ଉତ୍ତରରେ ଆଶ୍ଚର୍ଯ୍ୟ ହେଇଥିଲେ ଏହା ମନୁଷ୍ୟ ଠାରୁ ନୁହେଁ ଏହା ମନୁଷ୍ୟ ଠାରୁ ନୁହେଁ ଏହା ପିତାଙ୍କ ଛଡା ଆଉ କେହି ଯେ ତାହାଙ୍କର ବିନା ପ୍ରକାଶର ବିଷୟ ସ୍ୱର୍ଗସ୍ଥ ପିତା ପ୍ରକାଶ କରିଥିବା ବିଷୟ ମାନେ ରେଭେଲେସନ ଏକ ପ୍ରତ୍ୟଦେଶ ଜୀବନ ପିତରଙ୍କ ପାଖରେ ରହିଥିଲା ଯାହାକି ଏହି କଫରନାହୁମରେ ସେହିପରି ଏକ ପ୍ରତ୍ୟଦେଶ ନୁହେଁ ଜଣେ ବଢେଇର ପୁଅରେ ସେମାନେ ତାହାକୁ ବୁଝିଥିଲେ ଏବଂ ତାହାଙ୍କର ପରିଚୟ ଏମିତି ଏକ ସୀମିତ ଭାବରେ ଜଣେ କଫରନାହୁମର ଲୋକ ଭାବରେ ତାହାକୁ ସେମାନେ ବୁଝିଥିଲେ କିନ୍ତୁ ପିତର ସେଦିନ ପ୍ରକାଶ କରିଥିଲେ ଜୀବନ୍ତ ଈଶ୍ୱରଙ୍କର ପୁତ୍ର ଖ୍ରୀଷ୍ଟ ଏହା ସେଦିନ ପ୍ରକାଶ କରିଥିଲେ ଅଭିଷିକ୍ତକୁ ସେଦିନ ଘୋଷଣା କରିଥିଲେ ଯୀଶୁ ହିଁ ପ୍ରକାଶ କଲେ ଏହା ନିଜ ଠାରୁ ନୁହେଁ ଏହା ପିତାଙ୍କର ପ୍ରତ୍ୟାଦେଶ
हालेलुया माने कहीं आमको प्रस्तुति दरकार आगमन निमंते प्रस्तुति कहीं दरकार अनेक समय मंडली आज भी कपूरनाहम एक जगार मंडली रही था प्रभु को साथी रही प्रभु को पाखे रही प्रभु जीशु कपूरनाहम ठार दूर लोक नथिले ओन लैंड लोक जाति निजर ओन टाउन लोक से निज सहर लोक कपूरनाहम पाई जीशु दूर लोक नथिले निज सहर लोक तेरे अनेक समय मंडली गुड़िक विश्वासी माने जीशु को निज सहर मध्य रही जीशु को एभली पाखरे रही जीशु को आज परिचय पाइबारे ताहाकु ग्रहण करिबारे छोट भाबरे जीशु को केबे भी बड़ भाबरे देखिबार सुयोग आमे करिनो ए कपूरनाहम मध्यरे कौनसी रेवलेशन नथिला प्रत्यादेश नथिला तुमे ज्ञानी माननको थारो आउ टिके पद पढि जाऊ ସେହି ସମୟରେ ଯୀଶୁ ଉତ୍ତର ଦେଲେ ପିତ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ତୁମ୍ଭେ ଜ୍ଞାନୀ ଓ ବୁଦ୍ଧିମାନ ଲୋକମାନଙ୍କ ଠାରୁ ଏହି ସମସ୍ତ ବିଷୟ ଗୁପ୍ତ ରଖି ଶିଶୁମାନଙ୍କ ନିକଟରେ ପ୍ରକାଶ କଲ ଏଥି ନିମନ୍ତେ ତୁମ୍ଭର ସ୍ତୁତିବାଦ କରୁଛୁ ଜ୍ଞାନୀ ଓ ବୁଦ୍ଧିମାନଙ୍କ ନିକଟରୁ ଏହା ଶିଶୁମାନଙ୍କ ନିକଟରେ ତୁମେ ପ୍ରକାଶ କରିଛ ଗୁପ୍ତ ରଖିଥିଲ ଶିଶୁମାନଙ୍କୁ କାହାକୁ ବୁଝାଏ जोड़े नम्र निजको नम्र करिबा लोकको शिशुर जगार प्रभु एखाने रखती एवं जो माने निज उपरे निर्भर करती निज भावरे देखि पारती सेही परि भावर लोक मानकु ज्ञानी एवं बुद्धिमान बोलवा जाउतिबा लोक मानक ठारो प्रभु गुप्तरे विषय रखि थांती से माने प्रत्यादेश प्राप्त होई न थांती क्रिश्चियन लाइफ एक प्रत्यादेश प्राप्त जीवन आवश्यक रही एवं सेवक पाखे यही पुरीर एक अपरिपक्वता प्रकाश करने विषय रही प्रस्तुतिर विषय होची आगमन निमंते प्रस्तुति रे अपरिपक्वता विहीन जीवन दरकार अछि परिपक्वतार सहित आमको जीवन रे अपेक्षा एवं प्रस्तुतिर आवश्यक रही अछि हालेलुया जदि जीवन में अनेक आश्चर्य कर्म में देखी आसु ताहा किछि काम देब नाही जदि भरोसा करिबार एवं प्रस्तुति हेबार न थाए अनेक आश्चर्य कर्मर साक्षी हेले अंशी हेले भी ताहा कार्य करि परिबो नाही एवं जीवन में जदि अनुताप नाही तेबे आत्मिक दृष्टि आत्मिक भावरे देखि पारिबा बुझी पारिबा विषय मध्य आमे केबे मध्य पाई पारिबा नाही जदि प्रकार अवस्था हे थाए ताहाकु कुहा जाय आत्मिक अंध भावरे आमने आगमन करूथिबा यीशु को केबे भी साक्षात करि पारिबा नाही आमे दरांडी हेबा से केउठारे आमे दरांडी हेबा जे तमे देखि पारिबा नाही स्पिरिचुअल ब्लाइंडनेस जदि प्रस्तुति नाही तेबे एक आत्मिक अंधता से जगह पाई जदि आत्मिक अंधता रही तेबे आसुथिबा यीशु को आमे भेटी पारिबा नाही से केमिति का प्रति ता गौरव को आमे देखि पारिबा नाही ईश्वर आमान को देखिबा समय आमे जे परि ताहा को देखि पारिबा हालेलुया ताहा को देखि पारिबा आमे गोटे पावल को जीवन रे एक परिपक्वता जीवन को गोटे विषय का आलोचना करिबा कलस्य 1 पर्व 28 एवं 29 ताहाकु आम्भे माने प्रचार करूअछु पुणी प्रत्येक लोककु चेतना और संपूर्ण ज्ञान सह शिक्षा देउछु जेपरि आम्भे माने प्रत्येक लोककु ख्रीष्टक सहभागितारे सिद्ध करी उपस्थापित करि पारु एही उद्देश्य रे मध्य ताहाकर जे कार्य साधक शक्ति मोठारे सबळे कार्य साधन करूअछि
ତଦନୁସାରେ ମୁଁ ପ୍ରାଣପଣରେ ପରିଶ୍ରମ କରୁଅଛି। Praise the Lord. ପାଉଲ କହନ୍ତି ମୁଁ ପ୍ରାଣପଣରେ ପରିଶ୍ରମ କରୁଅଛି। କାହିଁରେ? ତାହାକୁ ଆମ୍ଭେମାନେ ପ୍ରଚାର କରୁଅଛୁ, ପୁଣି ପ୍ରତ୍ୟେକ ଲୋକକୁ ଚେତନା ଓ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଦେଉଅଛୁ। ମାନେ ଏଇ ଜାଗାରେ ଜଣକୁ ବୁଝି ପାରିଥିବାର ବିଷୟ ସମ୍ପୂର୍ଣ୍ଣ ଜ୍ଞାନ ସହିତରେ ଅନ୍ୟ ଲୋକମାନଙ୍କୁ ଶିକ୍ଷା ଦେବା ଏବଂ ଚେତନା ଦେବାର ବିଷୟ ରହିଅଛି। ଶିକ୍ଷାରେ କେହି ଜଣେ ଚେତନା ପାଇଥାନ୍ତି। ଶିକ୍ଷା ଏପରି ବିଷୟଟେ ଆଉ କାହା ଲାଇଫର ଅପରାଧ, କାହା ଲାଇଫର ଦୁର୍ବଳ ଅବସ୍ଥା ଠାରୁ ଚେତନା ପାଇବାର ବିଷୟ ରହିଅଛି। ତେବେ କେହି ଜଣେ ନିଜର ଅବସ୍ଥା, ନିଜର ଏକ ଦୁର୍ବଳ ଅବସ୍ଥା, ଆତ୍ମିକ ଜୀବନରେ ପତନ ଅବସ୍ଥାକୁ ବୁଝିପାରିବା, ଜାଣିପାରିବା ହେଉଛି ଚେତନା। ତେବେ ସେହି ଚେତନାର ସହିତ, ସମ୍ପୂର୍ଣ୍ଣ ଚେତନାର ସହିତ, ଜ୍ଞାନର ସହିତ ଆମେ ଶିକ୍ଷା ଦେଉଛୁ। Praise the Lord. ଏହା ହେଉଛି ଏକ ପରିପକ୍ୱତା ଏକ କାର୍ଯ୍ୟ। ଏହି କାର୍ଯ୍ୟ କପରନାହମରେ ନଥିଲା। Why we prepare to meet the Lord? ଯଦି ଆମେ ତାହାଙ୍କୁ ସାକ୍ଷାତ କରିବା ପାଇଁ ଆମେ ଯେବେ ଚାହୁଁ, ତେବେ ସେହି ପ୍ରସ୍ତୁତି ଦରକାର। ସେହି ପ୍ରସ୍ତୁତିରେ କି ଏକ ପରିପକ୍ୱତାର ଜୀବନରେ ଆମେ ତାହାକୁ ଆମମାନେ ସାକ୍ଷାତ କରିବା ଆବଶ୍ୟକ ରହିଅଛି। ପାଉଲ ଆମେମାନେ ପ୍ରଚାର କରୁଅଛୁ, ପୁଣି ପ୍ରତ୍ୟେକ ଲୋକଙ୍କୁ ଚେତନା ଓ ସମ୍ପୂର୍ଣ୍ଣ ଜ୍ଞାନ ସହ ଶିକ୍ଷା ଦେଉଛୁ। ସମ୍ପୂର୍ଣ୍ଣ ଜ୍ଞାନ ସହ, କେତେ ଭୟଙ୍କର ବିଷୟ। ସମ୍ପୂର୍ଣ୍ଣ ଜ୍ଞାନ ସହିତ ଶିକ୍ଷା ଦେଉଛୁ। ଯେଉଁ ଶିକ୍ଷାରେ କି ପ୍ରେରିତ ପାଉଲ ଆଶା କରନ୍ତି ଯେପରି ଆମ୍ଭେମାନେ ପ୍ରତ୍ୟେକ ଲୋକକୁ ଖ୍ରୀଷ୍ଟଙ୍କ ସହଭାଗିତାରେ ସିଦ୍ଧ କରି ଉପସ୍ଥାପିତ କରିପାରୁ। ମାନେ ଯେଉଁ ଖ୍ରୀଷ୍ଟ ସିଦ୍ଧ ଅଟନ୍ତି, ଯେଉଁ ଖ୍ରୀଷ୍ଟ ମହାନ ଗୌରବମୟ ଅଟନ୍ତି, ଗୌରବମୟ ଖ୍ରୀଷ୍ଟଙ୍କ ନିକଟରେ ଆଉ ଜଣେ ପାପୀକୁ ସିଦ୍ଧ ଭାବରେ, ଗୌରବ ଭାବରେ ତାହାଙ୍କ ନିକଟକୁ ନେଇକି ଆଣିବା। Praise the Lord. ଏହାକୁ ଏହି ବାକ୍ୟ ପ୍ରକାଶ କରେ। ଜଣେ ପାପରେ ପତନ ହେଇକି ଥିବ, ସେହିପରି ଲୋକଙ୍କ ସହିତ ଶିକ୍ଷା, ସମ୍ପୂର୍ଣ୍ଣ ଜ୍ଞାନର ସହିତ ଶିକ୍ଷା ଦେଇ ସେ ଚେତନା ପାଇବ ଏବଂ ସେ ଖ୍ରୀଷ୍ଟଙ୍କ ନିକଟକୁ ସିଦ୍ଧତାର ସହିତ ଆସିବ। ଯେପରି ଆସିବ ସେହିପରି ଏକ ଅଭିପ୍ରାୟରେ, ସେହିପରି ଏକ କାର୍ଯ୍ୟରେ ପ୍ରେରିତ ପାଉଲ ସେ ଏହିପରି କାର୍ଯ୍ୟ କରିଅଛନ୍ତି। ଟିକେ ବସିବା ପାଇଁ ଜାଗା ଆମର ଖ୍ରୀଷ୍ଟର ପ୍ରେମ ଆମମାନଙ୍କର ଜୀବନରେ ଆଜି ସେଇ ପ୍ରସ୍ତୁତିର ଆବଶ୍ୟକ ରହିଅଛି। ଏବଂ ପାଉଲ କହିଲେ ଏହି ଉଦ୍ଦେଶ୍ୟରେ ମଧ୍ୟ ତାହାଙ୍କ ଯେଉଁ କାର୍ଯ୍ୟ ସାଧକ ଶକ୍ତି ମୋ ଠାରେ ସବୁବେଳେ କାର୍ଯ୍ୟ ସାଧନ କରୁଅଛି, ତଦନୁସାରେ ମୁଁ ପ୍ରାଣପଣରେ ପରିଶ୍ରମ କରୁଅଛି। ହାଲେଲୁୟା। ପ୍ରାଣପଣରେ ପରିଶ୍ରମ କରୁଅଛି। ପ୍ରାଣପଣ କିଏ କରୁଛି ମୋର ପ୍ରିୟମାନେ? କେତେବେଳେ ପ୍ରାଣପଣ ଆସିଥାଏ? ଆମେ କେତେବେଳେ ଗୋଟେ ପ୍ରାଣପଣର ଶବ୍ଦ ବ୍ୟବହାର କରିଥାଉ କିମ୍ବା କାର୍ଯ୍ୟ ଲଗାଇଥାଉ। ଏହି ପ୍ରାଣପଣରେ ପରିଶ୍ରମ କରିବା ବିଷୟ ହେଉଛି ସେହି ଜାଗାରେ ମୋର ଗୋଟେ vision ଆସେ, ମୋର ଗୋଟେ ଛୋଟ ସ୍ୱପ୍ନ ରହିଥାଏ। ମୋର ପିଲାମାନେ ଯେପରି ଭଲ ପିନ୍ଧି ପାରିବେ ପରା, ଭଲ ଗୃହରେ ରହିବେ ପରା, ଭଲ ଫ୍ୟୁଚର ହବ ପରା, ସେମାନଙ୍କ ପାଇଁ ଏହି ପିଚ୍ ଦରକାର ଅଛି, ସେମାନଙ୍କ ପାଇଁ ଏହି ମେଟେରିଆଲ ଦରକାର ଅଛି। ତେବେ ମୁଁ ଜଣେ କର୍ତ୍ତା ଭାବରେ ମତେ କଠିନ ପରିଶ୍ରମ ଦ୍ୱାରା ମତେ ପ୍ରାଣପଣ କରି ପରିଶ୍ରମ କରିବା ପାଇଁ, ପରିଶ୍ରମ ଯେଉଁ ଜାଗାରେ ଆସେ, ପ୍ରାଣପଣ ଯେଉଁ ଜାଗାରେ ଆସେ, ବିଶେଷ କରି ନିଜ ପରିବାର ସେଇ ଜାଗାରେ, ନିଜର ସନ୍ତାନକୁ ସେଇ ଜାଗାରେ ଆମେ ଜାଗା ଦେଇଥାଉ। ଆମ ପ୍ରାଣପଣ ପଛରେ ଆଉ କେହି ନଥାନ୍ତି, ଆମର ନିଜ ପାଇଁ ତାହା ହେଇଥାଏ। ଏଠାରେ ପାଉଲ କଲସ୍ୟର ମଣ୍ଡଳୀ ନିମନ୍ତେ, କଲସ୍ୟ ମଣ୍ଡଳୀ ନିମନ୍ତେ, ଏଫେସୀୟ ମଣ୍ଡଳୀ ନିମନ୍ତେ, ଥେସଲୋନିକ ମଣ୍ଡଳୀ ନିମନ୍ତେ ପ୍ରାଣପଣ କରି
ପରିଶ୍ରମ କରୁଥିବାର ସାକ୍ଷ୍ୟ ପ୍ରକାଶ କରନ୍ତି। ହାଲେଲୁୟା। ଆମେ ଅନେକ ସମୟରେ ଆମେ ସନ୍ତୁଷ୍ଟ ହୋଇଥାଉ। ଜଣେ ବିଶ୍ୱାସୀ ହେବା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ତ୍ରାଣକର୍ତ୍ତା ରୂପେ ବିଶ୍ୱାସ କରିବା ଦ୍ୱାରା ଜଣେ ବିଶ୍ୱାସୀ ହୁଅନ୍ତି, ପରିତ୍ରାଣ ପ୍ରାପ୍ତ ହୁଅନ୍ତି ଏବଂ ସେହି ପରିତ୍ରାଣ ଆମେ ଯୁଗେ ଯୁଗେ ସେହି ଡେଟ୍କୁ ମନେ ପକାଇ ଆମେ ସନ୍ତୁଷ୍ଟରେ ରହିଥାଉ। 2000 ଅଙ୍କ ସାଲରେ 1900 ଅଙ୍କ ସାଲରେ ମୁଁ ପରିତ୍ରାଣ ପାଇଲି, ଆମ ଜୀବନରେ ଗର୍ବ ଲାଗେ, ଆମ ଜୀବନରେ ସନ୍ତୁଷ୍ଟ ଲାଗେ। ଏଠାରେ ପାଉଲଙ୍କ ଠାରୁ ଯଦି ଆମେ ଦେଖୁ, ପାଉଲଙ୍କ ଜୀବନରେ ପ୍ରଭୁଙ୍କୁ ପାଇଲା ପରେ ସେ କଣ ପ୍ରକାଶ କରନ୍ତି? ପରିପକ୍ୱତାର ଆଉ ଏକ ଅଧ୍ୟାୟ ହେଉଛି ଯାହାକି ପ୍ରାଣପଣରେ ପରିଶ୍ରମ କରିବା ଏକ ବିଶ୍ୱାସୀଙ୍କ ଜୀବନରେ ଆଜି ପ୍ରଭୁ ଆହ୍ୱାନ ଦିଅନ୍ତି। ହାଲେଲୁୟା। ଏହି ଦ୍ୱିତୀୟ ବାର୍ଷିକ, ଏହି ଜୁମ୍ର ଦ୍ୱିତୀୟ ବାର୍ଷିକରେ ପ୍ରଭୁ ଯେବେ ଆଜି ଆମଙ୍କ ଜୀବନରେ କିଛି କଥା କହିବା ପାଇଁ ଯାଆନ୍ତି, ଆକ୍ସିଡେଣ୍ଟଲି ଆପଣମାନେ ମୁଁ ଏଠାରେ ନାହୁଁ, ଆଜି ପ୍ରଭୁ ଏକ ଆହ୍ୱାନ ଦେଇକି ଆଜି ଆମକୁ ପଠେଇବା ପାଇଁ ଚାହାନ୍ତି। ଆହ୍ୱାନ ଦେଇକି ପଠେଇବା ପାଇଁ ଚାହାନ୍ତି, ଯେଉଁ ବିଷୟରେ କି ସେ ଆମକୁ ଯେଉଁ ଷ୍ଟାଣ୍ଡାର୍ଡ ଦେଖିବା ପାଇଁ ଚାହାନ୍ତି, ଯେଉଁ ଷ୍ଟାଣ୍ଡାର୍ଡ ଆମକୁ ବୁଝିବା ପାଇଁ ଚାହାନ୍ତି, ସେହି ପରିଶ୍ରମ ଏବଂ ସେହି ପ୍ରାଣପଣର ସାକ୍ଷ୍ୟ ଆମମାନଙ୍କ ଜୀବନରେ ଅନ୍ୟମାନଙ୍କୁ ପ୍ରଭୁଙ୍କ ନିକଟକୁ ଆଣିବା ଜୀବନ ଆବଶ୍ୟକ ରହିଅଛି। ହାଲେଲୁୟା। ଯେପରି ଯୀଶୁ ଯେପରି କହିଲେ, ହେ କପରନାହୁମ, ଏପରି ତୁମ ପାଖରେ ଯେଉଁ ଆଶ୍ଚର୍ଯ୍ୟ କର୍ମ କରାଯାଇଅଛି, ଏହା ଯଦି ସୋଦମ ନିକଟରେ ଏହା ଯଦି କରାଯାଇଥାନ୍ତେ, ତେବେ ଆଜି ସୋଦମର ଏବେ ବି ଜୀବିତ ହୋଇକି ରହିଥାନ୍ତେ। How he compares, ସେ ତୁଳନା କରିଥାନ୍ତି। ଯଦି ସୋଦମ ପାଖରେ ଏମିତି ଏକ ଆଶ୍ଚର୍ଯ୍ୟ କର୍ମ, ଏମିତି ଏକ ମହତ୍ କାର୍ଯ୍ୟ ତାଙ୍କ ପାଖରେ କରାଯାଇଥାନ୍ତା, ତାଙ୍କର ଅବସ୍ଥା ଏବେ ସେମିତି ନ ପାଉଲ ମଧ୍ୟ ଏଭଳି ପୁସ୍ତକକୁ ଯଦି ଯିବା 6 ପର୍ବ 12 ରୁ 14 ପଦ ଟିକେ ସଙ୍ଗେ ସଙ୍ଗେ ପଢିଦିଅନ୍ତୁ। ଏଭଳି 6 ପର୍ବ 12 ରୁ 14 ପାଉଲ କି ପ୍ରକାର କମ୍ପେୟାର କରନ୍ତି ଆତ୍ମିକ ବୃଦ୍ଧିରେ ଯେଉଁମାନେ ଶିଥିଳ ହୋଇଥାନ୍ତି ସେମାନଙ୍କୁ କଣ କହିଅଛନ୍ତି? ଯେପରି ତୁମ୍ଭେମାନେ ଶିଥିଳ ନ ହୋଇ ଯେଉଁମାନେ ବିଶ୍ୱାସ ଓ ଧୈର୍ଯ୍ୟ ଦ୍ୱାରା ପ୍ରତିଜ୍ଞା ସମୂହର ଅଧିକାରୀ, ବରଂ ସେମାନଙ୍କର ଅଧିକାରୀ ହୁଅ। କାରଣ ଈଶ୍ୱର ଯେତେବେଳେ ଅବ୍ରାହ୍ମଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ, ସେତେବେଳେ ସେ ଆଉ କୌଣସି ମହତର ନାମ ନ ପାଇବାରୁ ଆପଣା ନାମରେ ଶପଥ କରିଥିଲେ। ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ, ସେଥିପାଇଁ ତ ତୁମେ ଆହୁତ ହୋଇଅଛ। ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ। ସରି, ମୁଁ ଗୋଟେ ଯେଉଁ ବିଷୟ ପ୍ରକାଶ କରିବା ପାଇଁ ଯାଉଛି, ମୋତେ ମୋର ପଦଟା ଠିକରେ ହେଇନାହିଁ। ଏଠାରେ ଏହା ଅଛି, କାରଣ ଯଦିଓ ବି ଏତେ ସମୟ ମଧ୍ୟରେ ତୁମ୍ଭମାନଙ୍କର ଶିକ୍ଷକ ହେବା ଉଚିତ ଥିଲା। 5 ଅଧ୍ୟାୟ, ଏଭଳି 5 ଅଧ୍ୟାୟ 12 ପଦ। କାରଣ ଯଦ୍ୟପି ଏତେ ସମୟ ମଧ୍ୟରେ ତୁମମାନଙ୍କର ଶିକ୍ଷକ ହେବା ଉଚିତ ଥିଲା, ତଥାପି ଈଶ୍ୱରଙ୍କର ବାକ୍ୟର ପ୍ରାଥମିକ ମୌଳିକ ସୂତ୍ରଗୁଡ଼ିକ କେହି ଯେ ତୁମମାନଙ୍କୁ ଶିକ୍ଷା ଦିଏ, ଏହା ପୁନର୍ବାର ତୁମ୍ଭମାନଙ୍କର ପ୍ରୟୋଜନ ଅଛି। ପୂର୍ବକ ଖାଦ୍ୟ ପ୍ରୟୋଜନ ନ ହୋଇ ଦୁଗ୍ଧ ତୁମମାନଙ୍କର ପ୍ରୟୋଜନ। ଯେ ଦୁଗ୍ଧ ପାଇଁ ସେ ତ ଧାର୍ମିକତାର ବାକ୍ୟ ବିଷୟରେ ଅଭ୍ୟସ୍ତ ନୁହେଁ, କାରଣ ସେ ଶିଶୁମାତ୍ର। କିନ୍ତୁ ବୟପ୍ରାପ୍ତ ଲୋକେ, ଅର୍ଥାତ୍ ଯେଉଁମାନେ ଜ୍ଞାନେନ୍ଦ୍ର ଗୁଡ଼ିକର ଅଭ୍ୟାସ ଦ୍ୱାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ। ହାଲେଲୁୟା। ଏହି ବାକ୍ୟରେ ଆମେ ଦେଖିବାକୁ ପାଉଛୁ, ପାଉଲ ମଧ୍ୟ ଯୀଶୁ ଯେପରି କପରନାହୁମକୁ କହିଲେ, ଯଦି ସୋଦମ ପ୍ରତି ଏପରି କରାଯାଇଥାନ୍ତା, ତାହେଲେ ସେ ଏବେ ପର୍ଯ୍ୟନ୍ତ ରହିଥାନ୍ତା। କମର ପ୍ରିୟମାନେ, ଏଠାରେ ପାଉଲ ମଧ୍ୟ ଏପରି କହନ୍ତି,
एते बेलकु तुम्हे माने जोड़े शिक्षक हेबा कथा थिला जे शिक्षा तुम्हे मन को दे देछि तुम्हे माने जोड़े शिक्षक हेबा कथा थिला किंतु तुम्हे माने जे आउ कहा द्वारा शिक्षा करिवार आवश्यक रही अछि प्राथमिक विषय रे पुणी थरे प्रथम रे जॉइन हेबार आवश्यक रही अछि एहा म तुम पाखरे देखिबा पाउछि तुम पाखरे से सॉलिड फूड गुरुपाक खाद्य देबार जगारे तुम मान पुनर्बार एही दुग्ध पानर एबे भी आवश्यक रे रही अछि हमर प्रिय माने परिपक्वता आत्मिक परिपक्वता परे पाउल से दृष्टिपात करिथिले फोकस करिथिले जहा की एही कपरनाहम रे एही आत्मिक परिपक्वता रे से माने दुर्बल थिले शिशु मात्र थिले से माने पढ़ेर को भाबरे बुझिथिले से माने बढ़ेर को भाबरे यीशु को ग्रहण करिथिले एहा थिला एक दुग्ध पान करिथिबार परिचय ठीक अछि से जहन जने शारीरिक पिता यीशुंकर हे अछंती एवं जोसेफ जने बढ़ई ठीक अछि किंतु ताहार लिमिट सेतिकिरे नहंती से यीशु नहंती जे कि गौरवमय एवं जहाकू एही पृथ्वी ताहांक निकटरे दिन आसीबो समस्त जिह्वा यीशु ख्रीष्ट बोली स्वीकार करिवे एवं समस्त जानो बातिबे हालेलुया प्रेज द लॉर्ड किंतु ए पाउलों को जीवन रे एपरि प्रत्यक्ष प्राप्त जीवन एवं परिवर्तित जीवन पाउलों को पाखरे थिला बुझी परिवार विषय ताहाको पाखरे थिला बुद्धिमान एवं ज्ञानीमान को ठारो तुमे ए पिला को गुप्त रखी ए पिला मान को निकटरे प्रकाश करे जो विषय कुहा जायछि जहा कि गलातियो 1 पर्व 15 रु 17 पद मध्य रे पाउलो से निजर विषय को बुझिबा को पारिथिबा करथिले जी ईश्वर मते मातांक हृदय मते पृथक करिथिले पृथक करिबा विषय जी पाउलो बुझिबा को पारि अछंती एवं जेतेबेले से जानिले ताहांकर कार्य कामने देखिबा टिके पद के पढि जंतु बहुत आवश्यक विषय किंतु जे मोहर मातांको उदररु मते पृथक करिथिले ओ आपणा अनुग्रह रे मते आह्वान कले से जेतेबेले आपणा पुत्रंकु मोठारे प्रकाश करिबा निमंते संतुष्ट हेले जेपरि मु विजाति मानंको मध्य रे ताहांकु प्रचार करे सेतेबेले मु मनुष्य सहित परामर्श न करे कियोबा मो पूर्व रे नियुक्त प्रेरित मानंको निकट को जेरूशलेम को न जाई सेही क्षणी आरब को बाहरी गली पुनश्च मु दमास्कस को बाहुरी आसीली हालेलुया माने पाउलंकर प्रतिक्रिया जेतेबेले से जानि बाकू पारिले ट्रुथ जेतेबेले बुझी बाकू पारिले से सेही जगरे रहु नहंती ताहांकु परे पूर्वरु नियुक्त हे लोक मानकु मध्य सीनियर लोक मानकु मध्य न कहिकी से आरब को गले प्रस्तुत हेबा निमंते गले व्हाई वी प्रिपेयर पाउलो भलो भाबरे बुझिथिले जिहुदी लोक मानक निकटरे से जे सुसमाचार देबार रहिउची एही कथा जेतेबेले सेही सत्य ईश्वर ताहाको निकटरे ताहा बाछियछंती ताहाको जीवन प्रति रखियछंती एही सत्य जेतेबेले पाउलो जानिले से परिवर्तित हला जनी से आरब को काहाकू न जाने काहाकू न कहिकी से सही जगह को जाइथिले निजको प्रस्तुत करथिले आत्मिक जीवन रे निजको प्रस्तुत करथिले वाक्यर जीवन रे प्रस्तुत रखिथिले ईश्वरकर सानिध्य मध्य रे निजको शाणित करथिले एवं से पुनर्बार दमेशक को बाहरिथिले एवं से विजातीय मानक निकट को से पहुंचीबारे समर्थ होइथिले तांको जीवन रे अनेक कष्टर घात आसिथिला तांको जीवन रे अनेक कष्टर दिन गुडी को आसिथिला किंतु जो दर्शन पाइथिले जो विषय कहिथिले सेही परिपक्व एही परि विषय हे जहा कि सेही दर्शन अबाध्य लोक न थिले हालेलुया राजा अग्रिपा को दिनै कथा कले हे राजा अग्रिपा मु सेही दर्शन अबाध्य हेली नाही हालेलुया अबाध्य हेली नाही आज क्रिश्चियन लाइफ रे जो सत्य आमे अनेक वर्ष पूर्वरु
जो सत्य आम जीवन बना जाए आम जीवन दि जाए आम जीवन प्रचार कर जाए अनेक समय से सत्य को जानिकी आमे सही आत्मिक कफरनाम रे आमे सही जगह रही आमे सही जगह रही था जीशु सहित अति निकट रे थाई जने बढ़ेर संतान भावे बुझिकी आमे रहिला तुल्य आमे जीवन यापन करि थाओ तेणु मोर ख्रीष्ट प्रिय माने आमने ईश्वर निकट रे से प्रत्यादेशर जीवन प्राप्त आम आवश्यक रही जहाँकि पाउल पूर्वे से जने अंध थिले आत्मिक अंध थिले एवं प्रभु जेते बेले ताहाकर चक्षु खोली देले से ईश्वरकर महिमा देखिले ईश्वरकर गौरव देखिले आम पाखे समय ना आम पाखे सेठी जीवा पाए मानकर समय ना पाउल कहले मु ताहाकर विषय गौरव अवस्था दर्पण को देखिला परी मु ताहाकर विषय को गौरव अति गौरव विषय को आमे देखो हालेलुया आदि प्रभु को लोक माने प्रत्यदेश रे रेवलेशन रे ताहाकर गौरव को अति गौरव को आमे जे परी अति निकट रे दर्पण को देखिबार विषय प्रकाश करिसथि जो विषय की कफरनाम रे नथिला काहे कि आमान को जीवन आगमन निमंते प्रस्तुत पाउल ताहा बुझिथिले से आगो बढ़िथिले अधिक ताहाकर प्रतिमूर्ति हेबा तुल्य भावरे से ताहाकर गौरव को देखिबा से पाइथिले हालेलुया एवं पितर जीवन को मध्य हम देखु पितर मध्य एमिति ताहाकर प्रत्यादेश प्रभु यीशु को एमिति बुझिथिले जहा कि कफरनाम बुझि नथिला पितर एमिति बुझिथिले लूक 5 अध्याय 1 और 11 पद भितरे लास्ट 11 पद जो पितर की माछ धरिबा निमंते परिश्रम करिथिले गोटे मध्य पाइ नथिले यीशु जेतबेले ता जीवन रे मिराकल कले गोटे मिराकल कले पितर बदली कले कफरनाम रे अनेक आश्चर्य कर्म हेतिला कफरनाम रे बदली नथिला 11 पदरे एमिति हेछि जो पितर हे गुरु आमे राति सारा परिश्रम करियछु गोटे मध्य माछ पाइना आपन वाक्य अनुसार एही जाल सुका अछि जहा पाखरे एही दुख थिला जहा पाखरे माछ धरिबार इच्छा थिला एमिति प्रभु आश्चर्य कर्म कले 11 पद किए जदि पुलिस पढि सेथिरे सेमाने नौका गुड़िको कूलकु आनी समस्त परित्याग करी ताहांकर अनुगमन कले प्रेज द लॉर्ड केते बेले माछो पाइला परे केते बेले आश्चर्य कर्म आखिरे देखिला परे हृदय अनुभव कला परे सेही जो विषय निमंते समुद्र को जाइथिले ताहा से माने सेही जगह रे छाडी दिले सेही कूल रे छाडी दिले सब विषय छाडी देकी ताहांकर अनुगमन कले हालेलुया वास्तव भाव रे आश्चर्य कर्म को बुझी परिवार विषय होची से माने जो विषय थिले सेही जगह रे बाहर होई आसीले जो दर्शन की कफरनाम रे न थिला जोसेफ को जीवन को जदी हमें चिंता करू जोसेफ मध्य एपरि भाबरे ताहाको जीवन रे अनेक डिफिकल्ट अनेक कष्टर दिन भितरे भी ईश्वर कर योजना को देखिबा को पाइथिले ओ बुझा लोक न थिले अबुझा नथिले मु एते कष्ट पाइले दिने छोट बेले स्वप्न देखिथिले दर्शन देखिथिले काहे कि मोर एमिति डिफिकल्ट लाइफ ताहा अर्थ करि नथिले सेही डिफिकल्ट भितरे ईश्वरकर योजना को से बुझी पारुथिले डिसर्नमेंट जाके आत्मिक बुझी पाइबा शक्ति जोसेफ आज क्रिश्चियन लाइफ रे एपरि आत्मिक कफरनाम थारा आज बाहर देखि आसीबा आवश्यक रहिछि दाऊदक जीवन को जदि भी आमी चिंता करिबा दाऊदक जीवन रे मध्य ईश्वरकर प्रेजेंस को अति निकट रे से देखिबा को पाए ताकर दुख बेले ईश्वरकर प्रेजेंस कोन करि पारे 23 गीतर से प्रकाश एवं 139 गीत 1 और 18 जाए ईश्वर को एमिति प्रकाश करे छथि ईश्वरकर उपस्थिति ताको जीवन रे अनुभव करे छथि मु उठिबा विषय से जानती मु ठिया हेबा विषय से देखती एवं मोर भाबिबा विषय मु जहा भाबे भाबिबार विषय से दूररु ताहा
ବୁଝନ୍ତି। ହାଲେଲୁୟା। ମାନେ ଏହିପରି ଏକ ଡିସର୍ନିଂ ବୁଝି ପାରିବାର ଏକ ଜ୍ଞାନ ଯାହାକି କପରନାହମରେ ନଥିଲା। ଦାଉଦ ଅତି ଦୂରରେ ବି ଈଶ୍ୱର ମୋତେ ଏତେ ନିକଟରେ ଦେଖନ୍ତି। ମୁଁ ଏବେ ବସିଛି, ମୁଁ ଏବେ ଠିଆ ହେଇଛି, ମୁଁ ଏବେ ଭାବୁଛି କ'ଣ ତାହା ସେ ଜାଣନ୍ତି। ଏହିପରି ପ୍ରତ୍ୟଦେଶ ଦାଉଦଙ୍କ ଜୀବନରେ ଥିଲା। ଆମର ପ୍ରିୟମାନେ, ପାଉଲ ଗୋଟିଏ ବିଷୟ କହିଲେ, ପ୍ରାଣପଣ କରି ମୁଁ ପରିଶ୍ରମ କରିଅଛି। ତାହା ଥିଲା ଯେଉଁ ଜାଗାରେ ଦମେଶକରେ ତାଙ୍କ ଜୀବନରେ ପରିତ୍ରାଣ ମିଳିଥିଲା, ଦମେଶକ ଠାରୁ ପ୍ରଭୁଙ୍କର ଯେଉଁ ଦର୍ଶନ ମିଳିଥିଲା, ଯେଉଁ ପ୍ରତ୍ୟଦେଶ, ଯେଉଁ ବିଷୟ ମିଳିଥିଲା, ଆଉ ସେଇ ଜାଗାକୁ ରିମେନ୍ କରିକି ସେଇ ଜାଗାରେ ବସା ବାନ୍ଧିକି ରହିନଥିଲେ, ସେଇ ଜାଗାରେ ଖୁସି ଆନନ୍ଦ ହେଇକି ରହିନଥିଲେ। ଦମେଶକ ଠାରୁ କରନ୍ଥରୁ ଫିଲିପି ଥେସଲୋନି, ଏହି ସମସ୍ତ ବିଷୟ ସେ ଦମେଶକ ଠାରୁ ବାହାରିଥିଲେ ପ୍ରାଣପଣ କରି ପରିଶ୍ରମ କରିବା ପାଇଁ। ଏକ ଆତ୍ମିକ ପରିପକ୍ୱତା ତାହା ଥିଲା ପ୍ରସ୍ତୁତ ହେଇଥିବାର ଆଉ ଏକ ଲେଭେଲ। ହାଲେଲୁୟା। ପ୍ରସ୍ତୁତ ମାନେ ଏହି ବସ୍ତ୍ର ପିନ୍ଧିକି ଗାଡ଼ିର ଟାଇମ୍ ହେଲା ବୋଲିର ପ୍ରସ୍ତୁତି ନାହିଁ। ପାଉଲ ସେଇ ପ୍ରସ୍ତୁତି ହେଇଥିଲେ। ଏବେ କରନ୍ଥିୟକୁ ଗଲି, ଆଉ ଗୋଟିଏ ଜାଗାକୁ ଯିବି, ରୋମକୁ ଯିବି। ଏବେ ରୋମକୁ ଗଲି, ଥେସଲୋନିକେ ନିକଟକୁ ଯିବି। କେମିତି ଦିବାରାତ୍ର ନ ଶୋଇକି ଦିବାରାତ୍ର କ୍ରନ୍ଦନର ସହିତ ଏବଂ କଠିନ ପରିଶ୍ରମର ସହିତ ଏହିପରି ଶାସ୍ତ୍ରରେ ପାଉଲ ଆତ୍ମିକ ପରିପକ୍ୱତାର ସହିତ ପ୍ରସ୍ତୁତିକୁ ସେ ପ୍ରକାଶ କରିଅଛନ୍ତି। ଆଜିର ମଣ୍ଡଳୀ ପ୍ରଭୁଙ୍କ ନିକଟରେ ସେଇ ଷ୍ଟାଣ୍ଡାର୍ଡର ପ୍ରସ୍ତୁତି ଆବଶ୍ୟକ ରହିଛି। ଆଜି ଏହି ଜୁମ୍ ପରିବାର ଠାରୁ ପ୍ରଭୁ ଏହି କଥା ଆଜି ଆମମାନଙ୍କ ଜୀବନରେ ପ୍ରକାଶ କରନ୍ତି। ଯଦି ଆମମାନଙ୍କର ଜୀବନ ଆତ୍ମିକ ଭାବରେ କପରନାହମରେ ରହୁଛି, ଆତ୍ମିକ ଭାବରେ ସେଇ ଦମେଶକରେ ହିଁ ରହିଅଛି, ପାଇଅଛୁ ପ୍ରଭୁଙ୍କୁ, ଠିକ ଅଛି, ଥିଲା ସେଇ ବର୍ଷ, ଠିକ ଅଛି। ଯଦି ତାହା ସେଇ ଜାଗାଠାରୁ ବାହାର ହୋଇକି ଆସିନା, ତେବେ କାହିଁରେ ନା କାହିଁରେ ଆମେ ସେଇ ଜାଗାରେ ରହିଅଛୁ। ଆସନ୍ତୁ ଗୋଟେ ମୁହୂର୍ତ୍ତ ପାଇଁ ଜୀବନ କରିବା। Praise the Lord. Hallelujah. ଆମର ପ୍ରିୟମାନେ, ଅନେକ ଦିନର ପ୍ରାର୍ଥନା ପରେ ଅପେକ୍ଷା କରିଥିବା ଦିନଟି ପ୍ରଭୁ ଦେଇଅଛନ୍ତି। ଆଉ ଏକ ମାଇଲେଜ ଯେଉଁ ସମୟରେ କି ଏଲିୟ ଥକି ପଡ଼ିଲେ, ତାଙ୍କ ଜୀବନ ଆଉ ବଞ୍ଚିବା ପାଇଁ ଇଚ୍ଛା କରୁନଥିଲେ, ଈଶ୍ୱର ତାହାକୁ ସେହି ଜାଗାଠାରୁ ଅଧିକ ଲମ୍ବା ରାସ୍ତାର ଯୋଜନା କରନ୍ତି। ଆଜି ଆପଣ କେଉଁ ଜାଗାରେ ଆଜି ରହନ୍ତି? ଆଜି ସେଇ କପରନାହମରେ ରହିଥିବାର ବିଷୟକୁ ଯଦି ଅନୁଭବ କରନ୍ତି, ପ୍ରଭୁ ଆଜି ତାହାଙ୍କର ଲେଭେଲରେ, ତାହାଙ୍କର ଆଗମନ ବେଳେ ତାହାଙ୍କର ଲେଭେଲର ପ୍ରାଣପଣ କରିକି ପରିଶ୍ରମ କରୁଥିବାର ବିଶ୍ୱାସୀମାନଙ୍କୁ ଚାହାନ୍ତି। ପରିବର୍ତ୍ତିତ ବିଶ୍ୱାସୀମାନଙ୍କୁ ଚାହାନ୍ତି। ରୋଦନକାରୀ, ବିଳାପକାରୀ ଏବଂ ପବିତ୍ର ଖ୍ରୀଷ୍ଟଙ୍କ ନିକଟରେ ଉପସ୍ଥାପିତ କରୁଥିବା ବିଶ୍ୱାସୀମାନଙ୍କୁ ସେ ଚାହାନ୍ତି। Praise the Lord. रुकना नहीं तुम, बढ़ते ही जाना है। रुकना नहीं तुम, बढ़ते ही जाना है। डरना नहीं तुम, चलते ही जाना है। राजाओं का राजा, प्रभुओं का प्रभु, यीशु तेरे सामने है। राजाओं का राजा, प्रभुओं का प्रभु, यीशु हमारे संग है। रुकना नहीं तुम, बढ़ते ही जाना है। आज किसी विषय रोक लगे
आज आत्मिक शिथिल अवस्था, आज प्रार्थना शिथिल अवस्था, आज वाक्य ध्यान करने शिथिल अवस्था, आज जूम माध्यम को आसवा निमंते अवहेलित अवस्था, एमती प्रभु को समय देवाई इच्छा न लगुवर विषय किसी जगह पाई अच्छी कि आज प्रभु वाक्य आम को पुनर्बार आह्वान दे से गमेश ठार उठी बाहर आवश्यक रही। प्रभु धन्यवाद दूसरी गुरुत्वपूर्ण समय तुम प्रिय लोक मध्य प्रभु तुम वाक्य मो जीवन तुम्हें कथा कर विश्वास करे आज मो सहित प्रत्येक सहित तुम्हें जे कथा कर समस्त गौरव तुमको दे यीशु ख्रीष्ट पवित्र नाम में प्रार्थना आमेन। सुंदर वाक्य उच्चारणजनक वाक्य आसंता माने उच्च करताल महान आम से आत्मिक कफरनाम आज पर्यंत रही चुकी आज निजर हृदय को आम आज वाक्य प्रमाण आम पचार जदि आम से आत्मिक कफरनाम अच्छु से दमशक अच्छु से पूर्व परिस्थिति मध्य अच्छु तेरे मोर प्रिय झूम परिवार आमको प्रस्तुतिर जीवन आवश्यकता रही आमको नीति प्रतिदिन नूतनीकृतर जीवन आवश्यकता रही द्वितीय आगमन अधिक प्रार्थना वाक्य प्रशंसा अन्य प्रति मनोयोगी हेबारे एवं सुसमाचार महान आदेश सुसमाचार को बही नेबारे आम समस्ते अधिक प्रस्तुतिर जीवन यापन करी गौरव सकाशे जीवन शेष संख्या पर्यंत साक्षी हेबार जो आह्वान आज आम वक्त महाशय प्रदान कर तेणु प्रभु विशेष 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 आशीर्वाद करूँ अधिक सेवा कार्य में व्यवहार करने संगे संगे परिवार को बहुल भाव आशीर्वाद कर उत्तम स्वास्थ्य दे गौरव सकाशे व्यवहार करूँ। वर्तमान आम विशिष्ट कार्य समय आम दान संग्रह करवा एवं ये दान संग्रह समय स्थानीय मंडली आम संगीत आगे